ଦୂର ଏକ ଜଙ୍ଗଲରେ ଜଣେ ସାଧୁ ରହୁଥାନ୍ତି। ସେ ଜଣେ ବହୁତ ଜ୍ଞାନୀ ବ୍ୟକ୍ତି ଥାନ୍ତି। ଆଉ କାହିଁ କେତେ ଦୂରରୁ ଚଢ଼େଇମାନେ ଆସି ତାଙ୍କଠୁ ଜ୍ଞାନ ଆରୋହଣ କରୁଥାନ୍ତି। ସାଧୁ ଜଣକ ନିଜର ମୂଲ୍ୟବାନ ସମୟ ଦେଇ ଚଢ଼େଇମାନଙ୍କୁ କେମିତି ଆମର ଜଙ୍ଗଲ ମାଟି ବଞ୍ଚି ରହିବ ଆଉ ସମସ୍ତେ ମିଳିମିଶି ରହିବେ ସେ ବିଷୟରେ ବୁଝାଉଥାନ୍ତି। ତମେ ମାନେ ହେଲ ଏ ଜଙ୍ଗଲର ହର୍ତ୍ତା କର୍ତ୍ତା। ତମେ ମାନେ ହିଁ ଏ ଜଙ୍ଗଲକୁ ସୁରକ୍ଷିତ ରଖିପାରିବ। ସାଧୁ ମହାଶୟ, ଆମ ଜଙ୍ଗଲରେ ଅନେକ ଦୁଷ୍ଟ ରହୁଛନ୍ତି, ଯେଉଁମାନେ ଜଙ୍ଗଲ ଜମି ଗଛପତ୍ରକୁ କ୍ଷତି କରି ପକାଉଛନ୍ତି। ଏମାନଙ୍କଠୁ କେମିତି ରକ୍ଷା ପାଇବୁ ଆମେ? ତମେ ମାନେ ଗୁରୁ ମନ୍ତ୍ର କରି ରଖ ଆଉ ସେ ଦୁଷ୍ଟମାନଙ୍କୁ ଉଚିତ ଶିକ୍ଷା ଦେବାକୁ ପଡ଼ିବ। ନହେଲେ ଦିନେ ଏମାନେ ଜଙ୍ଗଲକୁ ବର୍ବାଦ କରିଦେବେ। ଏହି କଥା କିନ୍ତୁ କାଉ ମନକୁ ପାଉନଥାଏ। ସେ କେମିତି ଜଙ୍ଗଲର ରାଣୀ ହୋଇ ରହିବ ଆଉ ତା କଥାରେ ସମସ୍ତେ ଉଠବସ କେମିତି ହେବେ ସେ ଏଇଆ ସବୁବେଳେ ଭାବୁଥାଏ। ମୁଁ ଯାଏ, ବିଲୁଆକୁ ସବୁ କଥା କହିଦେବି। କାଉ ମନେ ମନେ ବିଚାର କରେ, ମୁଁ ଯାଏ, ବିଲୁଆକୁ ଯାଇ ସବୁ କଥା କହିଦେବି। ଏମିତି ମନେ ମନେ ଭାବି କାଉ ଦୂର ଜଙ୍ଗଲ ଭିତରକୁ ବିଲୁଆକୁ ଖୋଜିବା ପାଇଁ ଯାଏ। ହେଲେ ବିଲୁଆର ଦେଖା ସାକ୍ଷାତ କୋଉଠି ମିଳୁନଥାଏ। ହଠାତ୍ ତାର ନଜର ବିଲୁଆ ଉପରେ ପଡ଼େ। ଆରେ ହେ ବିଲୁଆ ଭାଇନା, ତମକୁ ଖୋଜି ଖୋଜି ମୁଁ ହଇରାଣ ହେଇଗଲିଣି। କଣ ହେଲା କିରେ କାଉ? ମୁଁ ତ ମାଂସାଶୀ ପ୍ରାଣୀ, ମୋର ପୁଣି ତତେ କଣ ଦରକାର ହେଲା ବା? ଆମ ଜଙ୍ଗଲରେ ଗୋଟେ ନୂଆ ସାଧୁ ଆସିଛନ୍ତି। ସିଏ ସମସ୍ତଙ୍କୁ ଜ୍ଞାନ ଦଉଛନ୍ତି ଆଉ ଏ ଜଙ୍ଗଲର ସବୁ ଚଢ଼େଇମାନେ ତାଙ୍କ କଥାରେ ଏକମତ ହଉଛନ୍ତି। ଯେମିତି ହେଲେ ସେ ସାଧୁ ଜଣକୁ ଏ ଜଙ୍ଗଲରୁ ବିଦା କରିବାକୁ ପଡ଼ିବ। ଏମିତି କଥା ତାହେଲେ, କିନ୍ତୁ ମତେ କଣ ଲାଭ ମିଳିବ ଯେ? ଜଙ୍ଗଲର ଯାହା ଚଢ଼େଇ ଅଛନ୍ତି ସମସ୍ତଙ୍କୁ ଗୋଟି ଗୋଟି କରି ତମ ପାଇଁ ଖାଇବାକୁ ଆଣିଦେବି। ଏମିତି ଦୁହେଁ ବିଚାର କରି ସାଧୁ ତପସ୍ୟା କରୁଥିବା ଜାଗାକୁ ଯାଇ ସାଧୁଙ୍କର ତପସ୍ୟା ଭଙ୍ଗ କରିବାକୁ ଚେଷ୍ଟା କରନ୍ତି। ଆଉ ସାଧୁ ଜଣକ କେମିତି ତପସ୍ୟା ଭଙ୍ଗ ନହେବ ସେଇଆ ଚିନ୍ତା କରୁଥାନ୍ତି। କିନ୍ତୁ କାଉ ଏବଂ ବିଲୁଆ ବହୁତ ଉପାୟ କରି ସାଧୁଙ୍କର ତପସ୍ୟାକୁ ଭଙ୍ଗ କରିଦିଅନ୍ତି। ଆଉ ହଠାତ୍ ସାଧୁ ଜଣକ ଆଖି ଖୋଲି ଦିଅନ୍ତି। ଆରେ, ତମେ ଦୁଇ ଜଣ କଣ ପାଇଁ ମୋ ତପସ୍ୟା ଭଙ୍ଗ କରୁଛ? ମୁଁ ଜଣେ ସାଧୁ ଲୋକ। ମୋର ଗୋଟେ ଅଭିଶାପ ତମ ଦୁଇ ଜଣକୁ ବର୍ବାଦ କରିଦେବ। ଏମିତି କହି ସାଧୁ ଜଣକ ପୁଣି ତପସ୍ୟାରେ ମଗ୍ନ ହୋଇଯାଆନ୍ତି। ହେଲେ ବିଲୁଆ ଆଉ କାଉ ସାଧୁ କଥା ନ ଶୁଣି ସାଧୁଙ୍କର ତପସ୍ୟାକୁ ପୁଣି ଭଙ୍ଗ କରିଦିଅନ୍ତି। ଆଉ ସାଧୁ ରାଗିଯାଇ କହନ୍ତି, ତମ ଦୁଇ ଜଣଙ୍କୁ ଅଭିଶାପ ଦଉଛି, ତମେ ଦୁଇ ଜଣ ନିରାମିଷ ଚଢ଼େଇ ହେଇଯାଅ। ଏମିତି ସାଧୁଙ୍କର ଅଭିଶାପ କାଉ ଆଉ ବିଲୁଆ ଉପରେ ପଡ଼େ ଆଉ ଦୁହେଁ ଟିକି ଚଢ଼େଇ ହୋଇଯାଇଥାନ୍ତି। ଆରେ ହେ, ଆମେ କଣ ହେଇଗଲୁ? ଏବେ ଏ ଜଙ୍ଗଲରେ ଆମକୁ କିଏ ଚିହ୍ନିବ? କିଏ ଆମକୁ ଆମିଷ ଖାଦ୍ୟ ଦେବ? ଆମକୁ ତ ଦୁବ ଘାସ ଖିଆ ଖାଦ୍ୟ ମୁହଁକୁ ବି ଯିବନି। ବିଲୁଆ ଭାଇନା, ତମେ ଚିନ୍ତା କରନା, କିଛି ନା କିଛି ଉପାୟ ଆମେ ଯେମିତି ହେଲେ କରିବା। ଏମିତି ଶାନ୍ତ ବସିକି ରହିଲେ କିଛି ହେଇପାରିବନି ଭାଇନା। ଏମିତି କଥା ହୋଇ ଦୁଇ ଜଣ ଜଙ୍ଗଲର ଏପଟ ସେପଟେ ବୁଲୁଥାନ୍ତି। କୋଉଠି କିଛି ଖାଇବା ତାଙ୍କୁ ମିଳିଯିବ କି? ଦୁଇ ଜଣ ବିଲୁଆ ଆଉ କାଉ ଭୋକ ଉପାସରେ ଦିନ କାଟୁଥାନ୍ତି। ତାଙ୍କର ଏ ରୂପ ଦେଖି ତାଙ୍କୁ କେହି ଚିହ୍ନି ମଧ୍ୟ ପାରୁନଥାନ୍ତି। ବାଧ୍ୟ ହୋଇ ସେମାନେ ନିରାମିଷ ଚଢ଼େଇଙ୍କ ସହ ମିଶିବାକୁ ଲାଗିଥାନ୍ତି।
କିନ୍ତୁ ତାଙ୍କୁ ନିରାମିଷ ଖାଦ୍ୟ ରୁଚୁ ନଥାଏ। ତମେ ଦୁଇ ଜଣକୁ ଆମେ ନୂଆ ଦେଖୁଛୁ ଜଙ୍ଗଲରେ। ତମେ କ'ଣ ଏଠି ନୂଆ ନୂଆ ଆସିଛ କି? ଆଲୋ ହେ ସୁଅନାନୀ, ତୁ ଆମକୁ କେମିତି ଚିହ୍ନି ପାରୁନୁ? ମୁଁ ପରା କାଳିକାଉ, ଆଉ ଏ ବିଲୁଆ ନନା। ଆମକୁ ସାଧୁ ମହାଶୟ ଏ ରୂପ କରିଦେଇଛନ୍ତି। ତାଙ୍କ ଧ୍ୟାନ ଭଙ୍ଗ କରିବାରୁ ଆମକୁ ଏମିତି ଛୋଟ କରିଦେଇଛନ୍ତି ଲୋ ସୁଆନାନୀ। ଏମିତି ବିଲୁଆ ଆଉ କାଉ ଉପାୟ ଶୂନ୍ୟ ହୋଇ ସବୁଆଡ଼େ ଗୁହାରି କରି ବୁଲୁଥାନ୍ତି, କିନ୍ତୁ ତାଙ୍କ ଗୁହାରି କେହି ଶୁଣୁନଥାନ୍ତି। ଦିନେ ସେମାନେ ଉପାୟ କଲେ ଗୋଟେ ତାନ୍ତ୍ରିକ ବାବା ପାଖକୁ ଯିବାକୁ, ଆଉ ପଇସା ଯୋଗାଡ଼ କରି ଦୁହେଁ ପାଖ ଜଙ୍ଗଲରେ ଥିବା ତାନ୍ତ୍ରିକ ବାବା ପାଖକୁ ଗଲେ। ତାନ୍ତ୍ରିକ ବାବା, ଆମକୁ ସାହାଯ୍ୟ କର। ଆମେ ଆମ କୁକର୍ମ ପାଇଁ ଅଭିଶାପ ପାଇ ଏ ରୂପକୁ ଆସିଯାଇଛୁ। ସାଧୁ ବାବା ଆମର ଏ ରୂପ ପାଇଁ ଦାୟୀ। ଆମକୁ ସାହାଯ୍ୟ କର ବାବା, ସାହାଯ୍ୟ କର। ଆଚ୍ଛା, ହଁ, କିନ୍ତୁ ଏଥିପାଇଁ ମୋତେ ବଦଳରେ କ'ଣ ମିଳିବ କିରେ? ପଇସା ଆଣିଛ କି ନାହିଁ ତମେ ମାନେ? ବିନା ପଇସାରେ ମୁଁ କାମ କରିପାରିବି ନାହିଁ। ବିଲୁଆ ଆଉ କାଉ ତାନ୍ତ୍ରିକ ବାବାକୁ ପଇସା ସିନା ଦେଇ ଦିଅନ୍ତି, କିନ୍ତୁ ତାନ୍ତ୍ରିକ ବାବା ସେମାନଙ୍କୁ ଠକି ଦିଏ ଆଉ ତାଙ୍କୁ ସାହାଯ୍ୟ କରେ ନାହିଁ। ସେଦିନଠୁ ବିଲୁଆ ଆଉ କାଉ ମୌନ ହେଇ ରହିଯାଆନ୍ତି। ସେମାନେ ପକ୍ଷୀ ପଶୁ ସମସ୍ତଙ୍କର ସାହାଯ୍ୟ କରନ୍ତି, ଗଛ ମଧ୍ୟ ଲଗାନ୍ତି, ଆଉ ଜଙ୍ଗଲର ହିତ ପକ୍ଷରେ କାମ ମଧ୍ୟ କରନ୍ତି। ସାଧୁ ବାବା ସେ ଦୁଇ ଜଣଙ୍କର କାମ ଦେଖି ପ୍ରସନ୍ନ ହୋଇଯାଆନ୍ତି, ଆଉ ଜଙ୍ଗଲରେ ଥିବା ସବୁ ପଶୁ ପକ୍ଷୀଙ୍କୁ ଡାକି ସଭାଗାରରେ ବସନ୍ତି। ବିଲୁଆ ଆଉ କାଉ, ତମେ ତମର ଭୁଲ ବୁଝିପାରିଛ। ମୁଁ ତମ ଦୁଇ ଜଣଙ୍କର କାମରେ ପ୍ରସନ୍ନ, ଆଉ ମୁଁ ଦେଇଥିବା ମୋର ସେ ଅଭିଶାପକୁ ଫେରାଇ ମଧ୍ୟ ନେଉଛି। ହେଲେ ସାଧୁ ମହାଶୟ, ଏମାନେ ସେ ପୂର୍ବ ଭଳି କାମ ଆଉ କରିବେନି ତ? ଜଙ୍ଗଲର କ୍ଷତି ଏମାନେ କରିବେନି ତ? ନାଇଲୋ ସୁଆନାନୀ, ଆମେ ସମସ୍ତଙ୍କୁ ପ୍ରତିଶ୍ରୁତି ଦଉଛୁ। ଆମେ ଜଙ୍ଗଲର କେମିତି ମଙ୍ଗଳ ହେବ, ଆଉ ଏ ଜଙ୍ଗଲର ଗଛପତ୍ର କେମିତି ସୁରକ୍ଷିତ ରହିବ, ସେପରି କାମ କରିବୁ। ଏମିତି ବିଚାର ବିରାମର୍ଶ କରି ସାଧୁ ବାବା ତାଙ୍କୁ ତାଙ୍କର ପୂର୍ବ ଅବସ୍ଥାକୁ ଫେରାଇ ଦିଅନ୍ତି, ଆଉ ଜଙ୍ଗଲର ହିତ ମଧ୍ୟ ହେଇଯାଏ, ଆଉ ସମସ୍ତେ ଖୁସି ଖୁସିରେ ସେଦିନଠୁ ଚଳି ଆସନ୍ତି।